तारा भरा आकाश छथरा बता। शुभ सकाळ पिला माने आपण मानकु आज वीडियो को स्वागत करुछि। यार पूर्व क्लास रे आमे पढ़थिले अ बना माने केवल अक्षर रे शब्द तैयारी शिखिथिले पढ़िथिले आ बुझिथिले। आज पढ़िबा आकार जोगो। आकार जोगो। आकार जोगो एटा होची आकार। क युक्त आ समान का। ख युक्त आ समान खा। एमिति सबु अक्षर रे आकार जोगु हेले का खा गा घा एपरी उच्चारण हेबो। तो चलंतु सबु अक्षर रे जोड़ी के देखिबा। का खा क युक्त आ समान का। ख युक्त आ समान खा। सेही पर लिखिबा गा गा घ आकार घा च आकार चा छ आकार छा ज आकार जा झ आकार झा ट आकार टा ठ आकार ठा द आकार डा ढ आकार ढा ण आकार णा त आकार ता थ आकार था ध आकार दा ध आकार धा न आकार ना प आकार पा फ आकार फा ब आकार बा भ आकार भा म आकार मा ज आकार जा र आकार रा र आकार रा अर्धेश आकार सा दंतस आकार सा मूर्धनेश आकार सा हा। सब अक्षर रे आकार आमे जोग करी लिखिदेले। एबे शब्द तैयारी करिबा। काम खाल खरे आकार जोग ल खाल। गाई गरे आकार जोग दीर्घई गाई। घ आकार घा दंतस घास चाष च आकार चा मूर्धनेश चाष छात छ आकार छा त छात जाल जाल झाड़ झरे आकार झा ळ टाण ट आकार टा ण म ठा ठ आकार ठा मठा ड आकार डा ल ढ आकार ढा ळ ढाळ पणा प ण रे आकार णा पणा ताळ त रे आकार ता त ताळ क थ रे आकार था कथा
ଦାନ ଦ ଆକାର ଦା ନ ଦାନ ଧ ଆକାର ଧା ନ ଧାନ ନାଶ ନ ଆକାର ନା ପାଲ ବେଶ ନାଶ ପାଲ ପ ଆକାର ପା ପାଲ ଫାଳ ଫ ଆକାର ଫା ଳ ଭାସ ବ ଆକାର ବା ଦନ୍ତସ ବାସ ଦନ୍ତସ ଭରେ ଆକାର ଯୋଗ ଭା ସଭା ମାଛ ମ ଆକାର ମା ଛ ମାଛ ଜାତ ଯା ତ ଜାତ ଜ ଆକାର ଯା ତ ଜାତ ର ଆକାର ରା ଜ ଆକାର ଯା ରାଜା ଲାଜ ଲ ଆକାର ଲା ଜ ଲାଜ ଆଶା ଆ ସ ଆକାର ସା ଆଶା ଭାଷା ଭ ଆକାର ଭା ମୂର୍ଧନ୍ୟ ଆକାର ସା ଭାଷା ସାପ ସ ଆକାର ସା ପ ସାପ ହାତ ହ ଆକାର ହା ତ ହାତ ଆକାର ଯୋଗରେ ଦୁଇ ଅକ୍ଷରରେ ତିଆରି ଶବ୍ଦ ଆମେ ଲେଖିଲେ ଚାଲନ୍ତୁ ତାକୁ ଉଚ୍ଚାରଣ କରିନେବା କ ଆକାର କା ମ କାମ ଖ ଆକାର ଖା ଲ ଖାଲ ଗ ଆକାର ଗା ଇ ଗାଈ ଘ ଆକାର ଘା ସ ଘାସ ଚ ଆକାର ଚା ସ ଚାଷ ଛ ଆକାର ଛା ତ ଛାତ ଜ ଆକାର ଯା ଳ ଜାଳ ଝ ଆକାର ଝା ଳ ଝାଳ ଟ ଆକାର ଟା ଣ ଟାଣ ମ ଠ ଆକାର ଠା ମଠା ଡ ଆକାର ଡା ଳ ଡାଳ ଢ ଆକାର ଢା ଳ ଢାଳ ପ ଣ ଆକାର ଣା ପଣା ତ ଆକାର ତା ଳ ତାଳ କ ଥ ଆକାର ଥା କଥା ଦ ଆକାର ଦା ନ ଦାନ ଧ ଆକାର ଧା ନ ଧାନ ନ ଆକାର ନା ସ ନାଶ ପ ଆକାର ପା ଲ ପାଲ ଫ ଆକାର ଫା ଳ ଫାଳ ବ ଆକାର ବା ସ ବାସ ସ ଭ ଆକାର ଭା ସଭା ମ ଆକାର ମା ଛ ମାଛ ଜ ଆକାର ଯା ତ ଜାତ ର ଆକାର ରା ଯା ଜ ଆକାର ଯା ରାଜା ଲ ଆକାର ଲା ଜ ଲାଜ ଆ ସ ଆକାର ସା ଆଶା ଭା ଭ ଆକାର ଭା ସ ଆକାର ସା ଭାଷା ସ ଆକାର ସା ପ ସାପ ହ ଆକାର ହା ତ ହାତ କାମ ଖାଲ ଗାଈ ଘାସ ଚାଷ ଛାତ ଜାଳ ଝାଳ ଟାଣ ମଠା ଡାଳ ଢାଳ ପଣା ତାଳ କଥା ଦାନ ଧାନ ନାଶ ପାଲ ଫାଳ ବାସ ସଭା ମାଛ ଜାତ ରାଜା ଲାଜ ଆଶା ଭାଷା ସାପ ହାତ ପଢ଼ି ସାରିଲେ ଏବେ ସେଗୁଡ଼ିକର ଅର୍ଥ ବୁଝିବା ପାଇଁ ଚେଷ୍ଟା କରିବା କାମ କାମ ମାନେ କିଛି ବି ଗୋଟେ କାମ କରିବା ଖାଲ ଖାଲ ମାନେ ଗାତ ରାସ୍ତାରେ ଯାଉଥିବା ଗାତ ହେଇଯାଇଥିବ ସେଟାକୁ କହିବା ଖାଲ ଗୋଟିଏ ପଶୁ ଘାସ ଘାସ ବି ସମସ୍ତେ ଜାଣିଛ ଗାଈ ଘାସ ଖାଏ ଚାଷ ଚାଷ କରିବା ଛାତ ଘରର ଛାତ ଜାଳ ଜାଳ ମାନେ ଚୁଲିରେ ଆମେ ବ୍ୟବହାର କରୁଥିବା ଜାଳେଣୀକୁ ଜାଳ କହନ୍ତି ଜାଳ ଝାଳ ଝାଳ ଆମ ଦେହରୁ ବାହାରୁଥିବା ଏକ ପ୍ରକାର ତରଳ ପଦାର୍ଥ ଯେଉଁଟା ଆମ ଦେହର ତାପମାତ୍ରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଟାଣ ମାନେ ଶକ୍ତ ମଠା ମଠାର ଅର୍ଥ ଏକ ପ୍ରକାର ମୋଟା ରେଶମ ଲୁଗା
ଗଛର ହୋଇଥିବା ଶାଖା ଢାଳ, ପ୍ରଶାଖାକୁ ଢାଳ ଡାଳ ଜାଣିଛ? କୁହାଯାଏ। ଢାଳର ଅର୍ଥ ହେଉଛି କଳସ ପରି ଏକ ପାତ୍ର ଯେଉଁଥିରେ ପାଣି ରଖାଯାଏ। ଗାଁ ମାନଙ୍କରେ ତାକୁ ବ୍ୟବହାର ପଣା, କରାଯାଏ। ପଣା ଏବେ ସବୁ କୋଲ୍ଡ ଡ୍ରିଙ୍କସ୍ ଥଣ୍ଡା ସବୁ ପିଇ ଦେଉଛ, କିନ୍ତୁ ଆଗରୁ ଘରକୁ ଗେଷ୍ଟ ଆସିଲେ, ଘରକୁ କୁଣିଆ ଆସିଲେ କ'ଣ ଦିଆଯାଉଥିଲା? ପଣା। ସେଥିରେ କଦଳୀ, ନଡ଼ିଆ ଏମିତି ସବୁ ଜିନିଷ ପକାଇକି ତାର ପାଣି ମିଶାଇକି ଚିନି ମିଶାଇକି ତାକୁ ପଣା କରାଯାଉଥିଲା। ତାଳ, ତାଳ ତାଳ ଗୋଟେ ଫଳ। କଥା, କଥା ମାନେ କଥା କହିବା। ଦାନ, କାହାକୁ କିଛି ଦେବାକୁ ଦାନ କୁହାଯାଏ। ଧାନ, ଧାନ ଗୋଟେ ପ୍ରକାର ଶସ୍ୟ। ନାଶ, ନାଶ ମାନେ ନଷ୍ଟ ହୋଇଯିବା, ନାଶ। ପାଲ, ପାଲ ଅର୍ଥ ଅଖାରେ ତିଆରି ଆଚ୍ଛାଦନ ବସ୍ତ୍ର। ଘୋଡ଼େଇବା ପାଇଁ ତାକୁ ବ୍ୟବହାର କରାଯାଏ। ଗାଡ଼ି କିମ୍ବା ଗାଁରେ ଧାନ ଏସବୁ ଜିନିଷ ଘୋଡ଼େଇବା ପାଇଁ ବ୍ୟବହାର କରାଯାଏ ପାଲ। ଫାଳ କରିବା, କେଉଁ ଜିନିଷକୁ ଭାଗ କରିବା, ଫାଳ କରିବା। ବାସ, ବାସ ମାନେ ଘର, ବାସ ମାନେ ରହିବା ଜାଗା ବି ହେଇପାରିବ। ସଭା, ଗୋଟିଏ ଜାଗାରେ ବସିକି କେଉଁ ବିଷୟରେ କଥାବାର୍ତ୍ତା ହେବାକୁ ସଭା କୁହାଯାଏ। ମାଛ, ମାଛ, ମାଛ ସମସ୍ତେ ଜାଣିଛ, ମାଛ ଖାଉଛ। ମାଛ ବି ଗୋଟେ ପ୍ରକାରର ଜୀବ, ପାଣିରେ ରହେ। ଜାତ, ଜାତ ମାନେ ଜନ୍ମ ହେବା। ରାଜା, ରାଜା ଜାଣିଛ ସମସ୍ତେ। ଗୋଟିଏ ରାଜ୍ୟର ମୁଖିଆକୁ ରାଜା କୁହାଯାଏ। ଲାଜ, ଲାଜ କରିବା। ଆମକୁ କିଛି ଜିନିଷ ଅଭିବ୍ୟକ୍ତି କରିବାର ଅଛି, କିନ୍ତୁ ଲୋକମାନଙ୍କ ଡରରେ ଆମେ ତାକୁ ଅଭିବ୍ୟକ୍ତ କରିପାରୁନି। ଆମକୁ ଡର ଲାଗୁଛି, ସେଇ ଡରକୁ କହିବା ଲାଜ। ଆଶା, ଆମକୁ କିଛି ମିଳିଯାଉ, ଗୋରଟା ଭଲ ହୋଇଯାଉ, ଏସବୁ ମନରେ ଭାବିବା ହେଉଛି ଆଶା। ଭାଷା, ଆମେ ଯେଉଁ କଥା କହୁଛେ, ଯାହା ବି ଉଚ୍ଚାରଣ କରୁଛେ, ସେଇଟା ହେଉଛି ଭାଷା। ସାପ, ସାପ ଜାଣିଛ ଗୋଟିଏ ପ୍ରକାରର ସରୀସୃପ, ପେଟରେ ଘୁଷୁରି ଘୁଷୁରି ଯାଏ, ସାପ ସମସ୍ତେ ଦେଖିଥିବ, ସେଟା ସାପ। ହାତ, 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 ଏଇଟା ହେଉଛି ହାତ। ତ 2 ଅକ୍ଷରର ସବୁ ଶବ୍ଦ ଆମେ ପଢ଼ିଲେ ଆଉ ତାର ଅର୍ଥ ବୁଝିବାକୁ ଚେଷ୍ଟା କଲେ। ଏବେ ଚାଲନ୍ତୁ ଲେଖିବା ଆକାର ଯୋଗର 3 ଅକ୍ଷରର ଶବ୍ଦ। କାମନା, କ ଆକାର କା, ମ, ନା, କାମନା। ବ ଆକାର ବା, ଦନ୍ତ ସ, ନା, ବାସନା। ସାଧନା, ଦନ୍ତ ସ ଆକାର ସା, ଧ, ନା, ସାଧନା। ଯାତନା, ଜ ଆକାର ଯା, ତ, ନା, ଯାତନା। ପାଷାଣ, ପ ଆକାର ପା, ସା, ଣ, ପାଷାଣ। ସାହସ, ଦନ୍ତ ସ ଆକାର ସା, ହ, ସ, ସାହସ। ସମାନ, ଦନ୍ତ ସ, ସ, ମା, ମରା ଆକାର ନ, ସମାନ। ଦନ୍ତ ସ, କ ଆକାର କା, ଳ, ସକାଳ। ଶାସନ, ତାଲବେଶ ଆକାର ସା, ଦନ୍ତ ସ, ନ, ଶାସନ। ସରଳା, ଦନ୍ତ ସ, ସ, ର, ଳା, ସରଳା। କମାର, କ, ମ ଆକାର ମା, ର, କମାର। ବରଡା, ବ, ର, ଳରେ ଆକାର ଡ଼ା, ବରଡା। ତାପରେ ଲେଖିବା ଡାମରା, ଡ଼ ଆକାର ଡା, ମ, ରା, ଡାମରା। ପାକଲା, କ'ଣ ଲେଖିବା? ପାକଲା। ପ ଆକାର ପା, କ, ଲା, ଲ କେମିତି ହବ? ଳରେ ଆକାର ଯୋଗ ଲା, ପାକଲା। କଲରା, କ, ଲ, ରା,
ର ଆକାର ରା କଲରା। 3 ଅକ୍ଷରରେ ତିଆରି ଆକାର ଯୋଗ ଶବ୍ଦ ଆମେ ଲେଖିଲେ। ଏବେ 4 ଅକ୍ଷରରେ ତିଆରି ଆକାର ଯୋଗ ଶବ୍ଦ ଲେଖିବା। ଉପବାସ ଉ ପ ବା ଦନ୍ତସ ଉପବାସ। ଅବକାଶ ଅ ବ କା ତାଲବେଶ ଅବକାଶ। ଆକାର କୋଉଠି ଯୋଗ ହେଇଛି କରେ। ଐରାବତ ଐ ର ଆକାର ରା ବ ତ ଐରାବତ। ନାରାୟଣ ନ ଆକାର ନା ର ଆକାର ରା ୟ ଣ ନାରାୟଣ। ନାଗ ସାପ ନା ଗ ସା ପ ନାଗ ସାପ। ନ ଆକାର ନା ଗ ସ ଆକାର ସା ପ ନାଗ ସାପ। ଏବେ ପଦ ପଢୁଥିବା ଛୋଟ ଛୋଟ ଖଣ୍ଡ ବାକ୍ୟ ଲେଖିବା। ପାଠ ପଢ ପ ଆକାର ପା ଠ ପଢ ପାଠ ପଢ। ନଖ କାଟ ନ ଖ କାଟ କ ଆକାର କା ଟ ନଖ କାଟ। ଜାମା ସଫା ରଖ ଜ ଆକାର ଯା ମ ଆକାର ମା ଜାମା ସଫା ଫ ଆକାର ଫା ସଫା ରଖ ଜାମା ସଫା ରଖ। ବାପା ଭାଇ କଥା ମାନ ବ ଆକାର ବା ପ ଆକାର ପା ବାପା ଭ ଆକାର ଭା ହର୍ଷଇ ଭାଇ କଥା ମାନ କ ଥ ଆକାର ଥା କଥା ମାନ ମ ଆକାର ମା ନ ବାପା ଭାଇ କଥା ମାନ। ତତଲା ଭାତ ଖାଅ ତତଲା ମାନେ କଣ ଗରମ। ତ ଲ ଆକାର ଲା ତତଲା ଭାତ ଖାଅ ତତଲା ଭାତ ଖାଅ। ଏଗୁଡ଼ିକୁ ଚାଲନ୍ତୁ ପଢି ନେବା ଆଉ ତାକୁ ବୁଝିବାକୁ ଚେଷ୍ଟା କରିବା। ଆକାରେ କା ମ ନ ଆକାରେ ନା କାମନା। କାମନା ଅର୍ଥ କିଛି ଜିନିଷକୁ ଇଚ୍ଛା କରିବା। ମତେ ଏଇଟା ମିଳିଯାଉ ସେଇଟା ମିଳିଯାଉ ସେଇଟାକୁ କହନ୍ତି କାମନା। ବାସନା ବ ଆକାର ବା ସ ନ ଆକାର ନା ବାସନା। ବାସନା ଅର୍ଥ ଲାଳସା ପ୍ରତ୍ୟାଶା ଗନ୍ଧ ସୁଗନ୍ଧ ବହୁତ ପ୍ରକାର ଅର୍ଥ ଏହାର ହେଇପାରିବ। ସ ଆକାର ସା ଧ ନ ଆକାର ନା ସାଧନା। ସାଧନା ମାନେ କୋଉ ଜିନିଷକୁ ଆମେ ଲଗାତାର କରିବା ସେଇଟାକୁ କହନ୍ତି ସାଧନା। ଯିଏ ଖେଳୁଛି ସଦାବେଳେ ପ୍ରାକ୍ଟିସ କରୁଛି ଅଭ୍ୟାସ କରୁଛି ସେଇଟା ହେଉଛି ତାର ସାଧନା। ଯାତନା ଜ ଆକାର ଯା ତ ନା ଯାତନା। ଯାତନା ମାନେ କଷ୍ଟ। ପ ଆକାର ପା ସ ଆକାର ସା ଣ ପାଷାଣ। ପାଷାଣ ମାନେ ପଥର। ସାହସ ସ ଆକାର ସା ହ ସ ସାହସ। ସାହସ ମାନେ କୋଉ ବି କାମ କରିବାକୁ ଆଗଭର ହେଇଯିବା। ହଁ ମୁଁ କରିପାରିବି ହଁ ମୁଁ ଖେଳି ପାରିବି ସାହସିକତା ଦେଖେଇବା ନିର୍ଭୀକତା ଦେଖେଇବା ସାହସ। ସମାନ ସ ମ ଆକାର ମା ନ ସମାନ। ସମାନ ମାନେ ସମାନ ଭାବରେ ବାଣ୍ଟିବା। ଗୋଟେ ସେଓକୁ 2 ଫାଳ କରି କାଟିବା ତ 2 ଭାଗ ହେଲା ସମାନ ହେଇକରି ସେଇଟା ହବ ସମାନ। ସକାଳ ସ କ ଆକାର କା ଳ ସକାଳ। ସକାଳ ମାନେ ସମୟର ଗୋଟିଏ ମୁହୂର୍ତ୍ତ। ରାତି ହେଉଛି ସକାଳ ପାଉଛି ସୂର୍ଯ୍ୟ ଉଦୟ ହେଉଛନ୍ତି ସେଇ ଟାଇମକି ଆମେ କହୁଛେ ସକାଳ। ଶାସନ ଶାସନ କରିବା ସ ଆକାର ସା ସ ନ ଶାସନ। ଶାସନ ମାନେ ଶାସନ କରିବା କାହାକୁ ବତେଇବା କେମିତି କାମ ହବ କୋଉଟା କଣ ହବ ସେଇ ଜିନିଷଟାକୁ କୁହନ୍ତି ଶାସନ।
ସରଳା। ସରଳର ସ୍ତ୍ରୀଲିଙ୍ଗ ହେଉଛି ସରଳା। ଏହାକୁ ନାମ ଭାବରେ ବ୍ୟବହାର କରାଯାଏ। କମାର। କ ମ ଆକାର ମା ର କମାର। କମାର ମାନେ ଯିଏ ଲୁହା କାମ କରେ, ଲୁହା ପଜାଏ ଆଉ କାତି କୁରାଢ଼ୀ ସବୁ ତିଆରି କରେ, ତାକୁ ଆମେ କହିବା କମାର। ବରଡ଼ା। ବରଡ଼ା। ବରଡ଼ା ମାନେ ତାଳ ପତ୍ର ଯେଉଁ ଅଛି ତାକୁ ଆମେ ବରଡ଼ା କହିବା। ତାର ଗୋଟେ ଗୋଟେ ଯେଉଁ ଅଛି ପତ୍ର ଲମ୍ବା ଲମ୍ବା ତାକୁ କହିବା ବରଡ଼ା, ତାକୁ ବରଡ଼ା କୁହାଯାଏ। ଡାମରା। ଦ ଆକାର ଡାମରା। ଡାମରା। ଡାମରା କାଉ। କାଉ ଯେଉଁ ଅଛନ୍ତି, କାଉର ଗୋଟେ ଜାତିକୁ ଡାମରା କାଉ କୁହାଯାଏ। ପାକଲା। ପ ଆକାର ପା କ ଲ ଆକାର ଲା। ପାକଲା। ପାକଲା ମାନେ ପାଚିଥିବା। କଲରା। କ ଲ ର ଆକାର ରା। କଲରା। କଲରା ଗୋଟିଏ ପ୍ରକାରର ପରିବା ଯୋଉଟା ଖାଇଲେ ବହୁତ କ'ଣ ଲାଗେ, ପିତା ଲାଗେ। କଲରା ସବୁ ଖାଉଛ ତ ହେଉଛି କଲରା। ଉପବାସ। ଉ ପ ବ ଆକାର ବା ସ। ଉପବାସ। ଉପବାସ ମାନେ କିଛି ନ ଖାଇକି ରହିବା, ସେଟାକୁ କୁହନ୍ତି ଉପବାସ। ପୂଜା ପର୍ବାଣୀ ହେଲେ ଘରେ ମା ଉପବାସ କରନ୍ତି। ଆମେ ବି ଯେଉଁଦିନ ଗଣେଶ ପୂଜା ସରସ୍ୱତୀ ପୂଜା ହୁଏ ସେଇଦିନ ଟିକେ ସମୟ ପରେ ପୂଜା ସରିଲା ପରେ ଖାଉ। ସେତିକି ସମୟ ପର୍ଯ୍ୟନ୍ତ କିଛି ନ ଖାଇକି ରହିବାକୁ କହନ୍ତି ଉପବାସ। ଅବକାଶ। ଅ ବ କ ଆକାର କା ସ। ଅବକାଶ। ଅବକାଶ ମାନେ ଛୁଟି ଦିନ। ଐରାବତ। ଐରାବତ। ଐ ର ଆକାର ରା ବ ତ। ଐରାବତ। ଐରାବତ ମାନେ ଗୋଟେ ହାତୀର ନାଁ, ସବୁଠାରୁ ଶ୍ରେଷ୍ଠ ହାତୀ ଯେ ତାକୁ ଆମେ କହୁଛେ ଐରାବତ। ନାରାୟଣ। ନ ଆକାର ନା ର ଆକାର ରା ୟଣ। ନାରାୟଣ। ଭଗବାନ ବିଷ୍ଣୁଙ୍କର ଗୋଟେ ନାଁ ହେଉଛି ନାରାୟଣ, ଆମେ ନାରାୟଣ କହୁଛେ। ଏଇଟା ନାଁ ଭାବରେ ବି ବ୍ୟବହାର କରାଯାଏ। ନାଗ ସାପ। ନ ଆକାର ନା ଗ ସ ଆକାର ସା ପ। ନାଗ ସାପ। ନାଗ ସାପ ସାପମାନଙ୍କ ମଧ୍ୟରୁ ଗୋଟିଏ ଜାତିର ସାପକୁ ନାଗ ସାପ କୁହାଯାଏ। ପାଠ ପଢ଼। ଉପଦେଶ ଦେଲା ଭଳି ଏଠି ଲେଖାଯାଇଛି ସବୁ ଖଣ୍ଡ ବାକ୍ୟ। ପାଠ ପଢ଼। ପାଠ ପଢ଼। ନଖ କାଟ। ନଖ ଅଛି ହାତର, ନଖ ବଢ଼ିଗଲେ ମଇଳା ଜମିଯାଏ, ତ ନଖ କାଟ। ଜାମା ସଫା ରଖ। ଜ ଆକାର ଯା ମ ଆକାର ମା। ଜାମା ସଫା ରଖ। ଜାମାକୁ ସଫା ରଖ। ଜାମା ମାନେ ପିନ୍ଧୁଥିବା ପୋଷାକ, ତାକୁ ଆମେ ଜାମା କହିବା। ଜାମା ସଫା ରଖ। ବାପା ଭାଇ କଥା ମାନ। ବାପା ଆଉ ଭାଇଙ୍କର କଥା ମାନ, ମାନିକି ଚଳ। ବାପା ଭାଇ ବଡ଼ ହୋଇଥାନ୍ତି ଘରର, ତ ସେମାନେ ଯାହା କହିବେ ତାଙ୍କ କଥା ମାନିକି ଚଳିବାକୁ କୁହାଯାଇଛି। ତତଲା ଭାତ ଖାଅ। ତତଲା ଭାତ ଖାଅ। ତତଲା ମାନେ ଗରମ ଭାତ, ମାନେ ସାଙ୍ଗେ ସାଙ୍ଗେ ରନ୍ଧା ହେଇଥିବା ଭାତ ଖାଅ। ଆକାର ଯୋଗର 3 ଅକ୍ଷରର 4 ଅକ୍ଷରର ଶବ୍ଦ ଆମେ ପଢ଼ିଲେ ତାକୁ ବୁଝିବାକୁ ଚେଷ୍ଟା କଲେ, ୟାକୁ ଛାଡ଼ିଦେଲେ ଆଉ କିଛି ଖଣ୍ଡ ବାକ୍ୟ ଅଛି, ତାକୁ ଲେଖିବା ଏବଂ ପଢ଼ିବା। 7 12। ଦନ୍ତସ ଆକାର। ସା ତ 12। ପକ୍କା ଗାର ମାନେ ଗାର ପକେଇବା। ପ କ ଆକାର କା। ପକ୍କା ଗାର। ପକ୍କା ଗାର। 12 ମାସ। 12 ମାସ। କର ଚାଷ। କର ଚାଷ। ମୂର୍ଧନିଶ। ଚରେ ଆକାର ମୂର୍ଧନିଶ। ଚାଷ। ତାରା ଭରା ଆକାଶ। ତ ଆକାର ତା ର ଆକାର ରା। ତାରା। ଭ ର ଆକାର ରା। ଭରା ଆକାଶ। ଆ କା ସ। ଶବ୍ଦକୁ ଅକ୍ଷରକୁ ଲଗେଇକି ଲେଖିବା, କିନ୍ତୁ ଗୋଟେ ଶବ୍ଦକୁ ଆଉ ଗୋଟେ ଶବ୍ଦ ଟିକେ ଜାଗା ଛାଡ଼ିକି ଲେଖିବା। ତାରା ଭରା ଆକାଶ। ଗଛ ଥରା ବତାସ। ଗଛ ଥରା ର ଆକାର ରା। ବତାସ।
ବତାସ ଗଛ ଧରା ବତାସ ଚାଷ କର ଧାନ କାଟ च आकार चा मूर्धन स चाष कर धान काट धान काट क आकार का ट चाष कर धान काट चाल भाई भल बाट चाल च आकार चा ल भाई भाई भ भल बाट चाल भाई भल बाट चाल रे आकार होइछि भाई रे भी भल और बाट रे भी ब आकार बाट मन लगाई पाठ पढ़ मन लगाई गरे आकार गाई मन लगाई पाठ पढ़ प आकार पाठ पढ़ मन लगाई पाठ पढ़ सदा अलस बाट छाड़ सदा स द आकार दा ल स ब आकार बाट छाड़ सदा अलस बाट छाड़ आकार जोगर सबु खंड वाक्य आम लिखिले आ पढ़िले चलतु खंड वाक्य को पढ़ी नेबा एवं तार अर्थ बुझिया को चेष्टा करबा 7 12 7टा 12 अछि हमर कोन कोन सोम मंगल बुध गुरु शुक्र शनि रवि पक्का 11 माने 11 पक्का 12 मास मास हमर केतटा अछि 12 मास 12 मासर ना भी सिखिबा आगको कर चाष चाष कर चाष काम कर तारा भरा आकाश आकाश केमी थाए तारा रे भरिकी थाए राति रे आकाश को देखिले छोट छोट तारा सब देखा जाए तारा भरा आकाश गछ थरा बतास बतास माने जोर रे पवन बहिबा को कुआ जाए बतास गछ थरा बतास गछ थरी जाउतबा भଳି बतास बड़ बड़ गछ अछि वृक्ष गछ थरीला माने जोर पवन बहिले गछ भी जोर जोर हले तो सेटा होची गछ थरा बतास चाष कर चाष काम कर धान काट बिलरे आमे चाष कले मुख्यतः हमर एठी धान चाष होता है जोटा आमे चावल भात खाउचे धान चाष होता है सेथि कह जायछि चाष कर धान काट चाल भाई भल बाट केमितिया बाट चलिबा भल बाट चलिबा भल रास्ता रे जिबा अंके बंके कम रास्ता पड़िया भड़िया रास्ता रे जिबानी माने एठे भल काम करबा भी आर अर्थ हो मन लगाई पाठ पढ़ पाठ केमिति पढ़िबा मन लगाई पाठ पढ़ला बेले सदा बेले मन को पाठ रे रखिबा खेलिबा बेले खेलिबा पाठ बेले पढ़िबा सदा अलस बाट छाड़ सदा माने सबु बेले अलस बाट छाड़ अलस माने अलसुआ होइकी रहिबा सोइकी रहिबा तापरे को काम करबा को इच्छा न करबा सेटा होचे अलसुआ बाट छाड़ी दियो सदा बेले केमती तत्परता सहित काम करबा उत्साह सहित काम करबा एठा हमें पढ़िले आकार जोगर खंड वाक्य पढ़िले तार अर्थ भी बुझिले किछि अक्षर को अलग भाव में लिखा जाए चलतु देखा केमिति लिखा जाए च आकार चा को आम एमती भी लिखिपर चा भ आकार भा ताके एमती लिखिपर भा को एमती लिखिपर भा रा रा को एमती लिखिपर
र आकार रा। ला ला केମିତି ଲେଖିପାରିବା ला। चा को आमे एमिति लिखिପାରିବା भा को एमिति रा को एपरि ला को एपरि भाବରେ भी आकार जोग करी आमे लिखिପାରିବା। आज क्लास टाକୁ एठी रखुची बाय।